নজারে নজা গোরি বালিযাত্রা দেখি তো গোরা দেহে জীব কাଳେ নজର লাখি। ମୁଁ ସ୍ୱାତି ରୋଷେଇ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଏଇଟା ଆମର ହେଉଛି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ। ସେଠି ଆମେ ଆସିଛୁ ବାଲିଯାତ୍ରା ଦେଖିବା ପାଇଁ। ଆପଣମାନେ ଆସନ୍ତୁ, ଦେଖନ୍ତୁ, ଆପଣମାନଙ୍କୁ ବହୁତ ପସନ୍ଦ ଆସିବ। ପ୍ରଥମେ ତ ଆମର ସାର୍ ଆଉ ମୁଁ ଯାଇକି ବାଲିଯାତ୍ରା ଆମର ଦେଖିକି ଆସିଥିଲୁ। ପୁଅର ମନ ଟିକେ ଦୁଃଖ ଥିଲା, କାହିଁକିନା ପୁଅର ଏକ୍ଜାମ୍ ଚାଲିଥିଲା। ସେଇଠୁ ଯେତେବେଳେ ପୁଅର ଏକ୍ଜାମ୍ ସରିଲା, ମୁଁ କହିଲି ଆଜି ତ ଲାଷ୍ଟ ବାଲିଯାତ୍ରା ଆମର ରହିଛି ଭୁବନେଶ୍ୱରରେ। କଟକ ତ ବାଲିଯାତ୍ରା ଆମର ସରିଯାଇଛି, ତେଣୁ କଟକ ତ ଯିବା ସମ୍ଭବ ଆଉ ନୁହେଁ। ତେଣୁ ପୁଅକୁ କହିଲି ଚାଲେ ଯାଇକି ଟିକେ ବୁଲି ଦେଇ ଆସିବୁ। ସନ୍ଧ୍ୟାବେଳେ ଗଲେ ଭଲ ହୁଅନ୍ତା, କାହିଁକିନା ଆମେ ପୂର୍ବ ଭିଡ଼ିଓରେ ଦେଖେଇଛୁ ଦିନବେଳା ଯାଇଥିଲୁ, ଯାଇକି ବୁଲିକି ଦେଖିକି ଆସିଥିଲୁ। ତେଣୁ କହିଲି ଦିନବେଳା ଯାଇକି ଆଉ କ'ଣ ଦେଖିବି, ଚାଲେ ସନ୍ଧ୍ୟାରେ ଯିବା। ପୁଅକୁ ବି ପସନ୍ଦ ନାହିଁ ଭିଡ଼ଭାଡ଼, ଆଉ ଆମର ଗାଡ଼ି ବହୁତ ଦୂରରେ ରହିଥିବ, ଚାଲିକି ଯିବା ପାଇଁ ପଡ଼ିବ। ଇଣ୍ଟରେଷ୍ଟ ତ କିଛି ନାହିଁ ସେମିତି, କାହିଁକିନା ସିଏ ତ ଦୋଳିରେ ଟୋଟାଲି ବସେ ନାହିଁ। ମୋର ବି ସିଏ ନ ବସିଲେ ମୁଁ ଆଉ କେମିତି ବସିବି। ମୋର ମନ ଥାଏ ଦୋଳିରେ ବସିବା ପାଇଁ, କିନ୍ତୁ ତା ସକାଶେ ମୁଁ ବି ବସିପାରିଲିନି। ତେଣୁ କହିଲେ ଆମର ତ କିଛି ବସିବାର ନାହିଁ, କିଣିବାର ନାହିଁ, ଆଉ କ'ଣ ଯାଇକି ଭିଡ଼ରେ ସେଠି ଠେଲାପେଲା ହେଇଯିବୁ। ଆଉ ଲାଷ୍ଟ ଆମର ଆଜି ବାଲିଯାତ୍ରା ରହିଛି ଭୁବନେଶ୍ୱରରେ, ତେଣୁ ଆଜି ନିହାତି ଭାବରେ ଭିଡ଼ ହେବ ପ୍ରବଳ। ତେଣୁ ଆମର ଏଇ ଦିନବେଳା ଯାଇକି ବୁଲି ଦେଇ ପଳେଇ ଆସିବୁ। ସେ ପରୀକ୍ଷା ଦେଇକି ଆସିଲା ପରେ ଆମେ ପୁଅର ମୋର ଗଲୁ, ଯାଇକି ଦେଖିଲୁ। ତାକୁ ତ ବହୁତ ପସନ୍ଦ ଲାଗିଲା, କହିଲା ହଁ ଦେଖିଥିଲୁ, ଗତ ବର୍ଷ ତ ଏମିତି ଯାଇଥିଲୁ, ଯାଇକି ଦେଖିଲୁ, ସେଟା ତ ଖାସ୍ ଲାଗିନଥିଲା, ଏଥର ବି ସେମିତି ତାକୁ ଲାଗିଲା। ଆଉ ଟିକେ ଉନ୍ନତ ଧରଣ ହେଲେ ଭଲ ହୁଅନ୍ତା, ଲୋକମାନେ ଭୁବନେଶ୍ୱର ଅଧିକ ମାତ୍ରାରେ ଆସନ୍ତେ, ଦେଖନ୍ତେ। ସମସ୍ତେ କଟକ ପଳେଇ ଯାଉଛନ୍ତି। ସେଇଠି ପୁଅ ବି ଟିକେ ଖୁସି ହେଇଗଲା, କହିଲା ଯାହା ହଉ ମାମା ନେଇକି ଆସିଲା। ମୁଁ ବି ନ ନେଇଥିଲେ ପୁରା ବର୍ଷ ଯାକ ମୋତେ ଶୁଣିବା ପାଇଁ ପଡ଼ନ୍ତା ଯେ ପାପା ମାମା ବାଲିଯାତ୍ରା ପଳେଇଲେ, ମୋତେ ନେଲେ ନାହିଁ। ତେଣୁ ଖାଉ ନ ଖାଉ ଯାହା କରୁ ଯାଇକି ଟିକେ ବୁଲିକି ଦେଖିଦେଇ ଆସିବ, ତା ମନ ବି ବୁଝିଯିବ। ଆକ୍ଚୁଆଲି ସେ ଭିଡ଼ିଓରେ ବି ତ ଦେଖିଛି ନା, ଆପଣମାନେ ଯେମିତି ଭିଡ଼ିଓରେ ଦେଖୁଛନ୍ତି ସିଏ ବି ଭିଡ଼ିଓରେ ଦେଖିଦେଲା ଯେ କିଛି ତ ସେମିତି ଦୋକାନ ବଜାର ଆଉ ମାମା ଯାଇକି ଦେଖିନଥିଲା, କିଛି କିଣିନଥିଲା। ତାପରେ ଆମର ଖାଇବା ଦୋକାନ ଗୁଡ଼ାକ ବନ୍ଦ ଥିଲା, ତେଣୁ ମୁଁ କହିଲି ଖାଇବା ଦୋକାନ ତ ବନ୍ଦ ଅଛି, ଆଉ କ'ଣ କରିବୁ, ଟିକେ ବୁଲେଇକି ଦେଖେଇଦେବୁ ଆଉ କେମିତି କ'ଣ ହେଉଛି। କିନ୍ତୁ ଦହିବରା ସେଠି ବିକ୍ରି ହେଉଥିଲା। ନିଶ୍ଚୟ ଭାବରେ ଆପଣମାନଙ୍କୁ ମୋର ଏଇ ଭିଡ଼ିଓଟି ପସନ୍ଦ ଆସିବ। ଯଦି ପସନ୍ଦ ଆସିଛି ତାହେଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ତାପରେ ଆମର ମେଘା ବଜାରଟା ସେଇଟା ପ୍ରାୟ ସବୁବେଳେ ଖୋଲା ରହିଥାଏ। ତାପରେ ଦହିବରା ଦୋକାନଟେ ଥିଲା, ଯାଇକି ଦହିବରା ଖାଇଲା। ଗୋରି ଲୋ ଗୋରି ଚିକି ଚିକି ବମ୍ ବମ୍, ଦହିବରା ଆଳୁଦମ୍, ପ୍ରେମ ନୁହେଁ ଆମ କମ୍, ବଜାର ଗରମ, ବଜାର ଗରମ।